सर कटक बारवाटी टिकेट promising women leader. ମୁଁ ଜାଣିଛି she is a very bright women leader. ସେ ବହୁତ କମ୍ପିଟେଣ୍ଟ ଲୋକ ଖୁସିରେ ଶ୍ରଦ୍ଧାରେ ତାଙ୍କୁ ଭୋଟ ଦେବେ ତାଙ୍କର ବାପାଙ୍କର ବହୁତ ନାଁ ଅଛି ମୁକିମ ବାବୁ ତାର ଆଶୀର୍ବାଦ ଓଡ଼ିଶାରେ ନିଶ୍ଚିତ ଭାବରେ ଭଲ ସଂକେତ ତ ତାଙ୍କୁ ଟିକେଟ ଚୂଡ଼ାନ୍ତ କି କଟକ ବାରବାଟୀ ପାଇଁ ମୁଁ ଜାଣିନି ଚୂଡ଼ାନ୍ତ କି ନାହିଁ କିନ୍ତୁ ସେ ଯଦି ଲଢ଼ିବା ପାଇଁ ଚାହିଁବେ ତାହେଲେ ଉଚିତ ହେବ ତାଙ୍କୁ ଟିକେଟ ଦେବା ଟିକେଟ ତାଙ୍କୁ ମିଳିଲା ପରେ ବଦଳି ଯିବ ସେ ଗୋଟିଏ ନାଁ ଯାଇଛି 2019 ବି କଂଗ୍ରେସ ସେମ୍ ଇଏ କରିକି ଆସିଥିଲା କିନ୍ତୁ 2019 କିଛି ଫଳପ୍ରଦ ହେଲାନି ଯେଉଁ ନିର୍ବାଚନ ଆମର ହେଲା ଏବେ ଆଣ୍ଟି ଇନକମ୍ବେନ୍ସି ଆଜ୍ଞା ବିଜେପି ଭୟଙ୍କର ଅଛି ସେମାନେ ଯେତେ ଡ୍ରାମା କରିଛନ୍ତି ଲୋକ ଜାଣିଛନ୍ତି ଏବଂ ଗୋଟେ ଇନର କରେଣ୍ଟ ପ୍ରବଳ ଭାବରେ ହେଉଛି ଆପଣ ଦେଖନ୍ତୁ ଅଲ୍ ଇଣ୍ଡିଆ ଲେଭେଲରେ ଫାର୍ଷ୍ଟ ଫେଜ୍ରେ ଆଉ ସେକେଣ୍ଡ ଫେଜ୍ରେ ଯେଉଁ ନିର୍ବାଚନ ସେଥିରେ ଦେଖିବେ ହାରାହାରି 100 ଖଣ୍ଡେ ସିଟ୍ରେ ମିନିମମ୍ କଂଗ୍ରେସ ପାର୍ଟି ଆସିବ 100-115 ସିଟ୍ରେ କଂଗ୍ରେସ ପାର୍ଟି ଆସିବ ଆସନ୍ତାକାଲି ଓଡ଼ିଶା ରଞ୍ଜନ ଯାଉଛନ୍ତି କ'ଣ ପ୍ରଭାବ ରହିବ ନିର୍ବାଚନ ଓଡ଼ିଆ ଲୋକଙ୍କ ଉପରେ କିନ୍ତୁ ଆସନ୍ତାକାଲି ଦିନଟି ଓଡ଼ିଆରେ ଦେବେ ଓଡ଼ିଆ ସଂଗଠିତ ହେବାର ଦେବେ ଓଡ଼ିଆ ନିଜ ସ୍ମୃତିକୁ ମନେ ପକାଇବାର ଦେବେ ତେଣୁ ଓଡ଼ିଆ ଲୋକଙ୍କ ଉପରେ ତାର ପ୍ରଭାବ ପଡ଼ିବ ସମଗ୍ର ଓଡ଼ିଶାରେ ଏବଂ ଏ ନିର୍ବାଚନର ବିଜୟ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବାର ସ୍ଥିତି ସ୍ପଷ୍ଟ ଭାବରେ ଜଣାପଡ଼ିବା ଆରମ୍ଭ